ଅନୁଗୁଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ମହିମାଧାମଠାରେ ଆନ୍ତର୍ଜାତୀୟ ମହିମା ମହୋତ୍ସବ 2025 ଉଦ୍ଘାଟିତ ହୋଇଯାଇଛି। 3 ଦିନ ଧରି ଏହି ମହୋତ୍ସବ ଚାଲିବାକୁ ଥିବାବେଳେ ଏହାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡକ୍ଟର ବିଶ୍ୱଭୂଷଣ, ସରପଞ୍ଚ ସୁଜାତା ସାହୁ, ସମିତି ସଭ୍ୟ ସୁଜାତା ସ୍ୱାଇଁ, ବାବା ମଦନ ଦାସ ଓ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପ୍ରମୁଖ ଯୋଗ ଦେଇଥିଲେ। ସନ୍ଧ୍ୟା ସମୟରେ ସଭାକୁ ଉଦ୍ବୋଧନ ଦେଇ ଅନୁଗୁଳ ବିଡ଼ିଓ ଡକ୍ଟର ବିଶ୍ୱଭୂଷଣ ମହିମା ଧର୍ମ ଆମମାନଙ୍କ ମଧ୍ୟରେ ସମାନତାକୁ ପ୍ରତିପାଦନ କରିବା ସହ ଭେଦଭାବ ଶୂନ୍ୟତାକୁ ଦର୍ଶାଇଥାଏ। ସମସ୍ତେ ଈଶ୍ୱରଙ୍କ ସନ୍ତାନ ଏବଂ ଏହି ଭାବନା ହିଁ ମହିମା ଧର୍ମ ବୋଲି ପରିପ୍ରକାଶ କରିଥିଲେ। ମହିମା ପୀଠର ଆଞ୍ଚଳିକ ପରିଚାଳନା ସମିତିର ସଭାପତି 1802 ମସିହାରେ ହିମାଳୟଠାରେ ମହିମା ସ୍ୱାମୀଙ୍କ ଆବିର୍ଭାବ ଓ ପରବର୍ତ୍ତୀ ସମୟରେ ଓଡ଼ିଶାର ପୁରୀକୁ ଆଗମନ ସମ୍ପର୍କରେ ଆଲୋକପାତ କରିଥିଲେ। ମହିମା ଧର୍ମ ପ୍ରଚାର ସମୟରେ ଅଙ୍ଗାରବନ୍ଧ ଗ୍ରାମକୁ ତାଙ୍କର ଆଗମନ ଓ ଏଠାରେ ବସବାସ କରୁଥିବା 16 ପରିବାରକୁ ସେ ଦୀକ୍ଷିତ କରିବା ସହ 21 ଛାତିଆ ଧ୍ୱନି ମନ୍ଦିର ନିର୍ମାଣ କରିଥିବା ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରତାପ ପ୍ରୀତିମୟୀ ମହିମା ସ୍ୱାମୀଙ୍କ ଆବିର୍ଭାବ ଠାରୁ ତାଙ୍କ ଜୀବନକାଳ ବିଷୟରେ କହିବା ସହ ଢେଙ୍କାନାଳ ରାଜାଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ଓ ପରବର୍ତ୍ତୀ ସମୟରେ ଦୁରାରୋଗ୍ୟରେ ପୀଡ଼ିତ ଥିବା କେନ୍ଦୁଝରଗଡ଼ର ରାଜା କିପରି ମହିମା ଶରଣକୁ ଆସିଥିଲେ ତାହା କହିଥିଲେ। ଏହି ଧର୍ମର ଜଣେ ମୁଖ୍ୟ ପ୍ରଚାରକ ଭାବେ ସନ୍ଥ କବି ଭୀମ ଭୋଇ ନିଜର ରଚନା ମାଧ୍ୟମରେ ଆଜି ଆନ୍ତର୍ଜାତୀୟ ସ୍ତରରେ ପ୍ରଖ୍ୟାତି ଲାଭ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଶେଷରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ପୀଠ କେତେ ଯେ ମହିମାମୟ ସେ ନିଜେ ଅନୁଭବ କରିଥିବା କଥା କହିବା ସହ ବିଧାୟକ ହେବା ପୂର୍ବରୁ ଏହି ପୀଠ ସହ ତାଙ୍କର ସମ୍ପର୍କ ରହିଥିବା କହିଥିଲେ। ଆଗାମୀ ଦିନରେ ଏହି ପୀଠର ଉନ୍ନତି ଓ ଯେଉଁ ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ରହିଛି ତାହା ସମ୍ପୂର୍ଣ୍ଣ କରାଯିବା ନେଇ ଭକ୍ତଙ୍କ ପାଇଁ ଏକ ଭୋଗ ମଣ୍ଡପ ନିର୍ମାଣ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। 3 ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଓଲିଉଡ୍ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ସୁବ୍ରଜିତା ମହାନ୍ତି, ପ୍ରକାଶ ରାଜ ପ୍ରମୁଖ ନିଜର ସଙ୍ଗୀତରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ। ଆଗାମୀ 2 ଦିନ ଧରି ଏହି ମହୋତ୍ସବ ଜାରି ରହିବ ବୋଲି ଜଣାପଡ଼ିଛି। ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ସଭାପତି ତଥା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ମାନସ ବିଶ୍ୱାଳ, ରାଜେଶ ପାତ୍ର, ଦ୍ୱାରିକା ପ୍ରସାଦ ନନ୍ଦ, ବିଜୟ ଦେ, ଉମାକାନ୍ତ ସାହୁ, ଦିବ୍ୟ ଶାନ୍ତନୁ, ପ୍ରଭାତ ବେହେରାଙ୍କୁ ସମ୍ବର୍ଦ୍ଧିତ ସ୍ୱରୂପ ଉତ୍ତରୀୟ ଓ ସମ୍ମାନସୂଚକ ସ୍ମୃତି ଫଳକ ପ୍ରଦାନ କରିଥିଲେ। ଏହାସହ ଅନୁରୂପ ଭାବେ ନୃତ୍ୟଗୁରୁ ସ୍ୱପ୍ନାରାଣୀ ସିହ୍ନାଙ୍କୁ ପ୍ରଦାନ କରାଯାଇଥିଲା। ତାଙ୍କ ଅନୁପସ୍ଥିତିରେ ନୃତ୍ୟ ନିଳୟ ଅନୁଷ୍ଠାନର ମୁଖ୍ୟ ଏହା ଗ୍ରହଣ କରିଥିଲେ। ଆମର ଏଠି ମାଘମେଳା ବହୁତ ଆନନ୍ଦ ଉତ୍ସବରେ ଲାଗିଛି। ବହୁତ ଦୂର ଦୂରାନ୍ତରୁ ଭକ୍ତମାନେ ଆସିଛନ୍ତି। ଘୃତ ଚନ୍ଦନ କର୍ପୂର ନଡ଼ିଆ ଦେଇ ତାଙ୍କର ସର୍ବମଙ୍ଗଳ ବିଧାୟକ ନିମନ୍ତେ ଘୃତାଘୃତି ଆହୁତି ହେଉଛି। ଦେଶ ରାଜ ସୁସ୍ଥ ନିମନ୍ତେ ଆହୁତି ହେଉଛି। ସମସ୍ତଙ୍କର ସର୍ବମଙ୍ଗଳାର୍ଥେ କାର୍ଯ୍ୟକ୍ରମ ଚାଲିଛି। ସବୁ ଭକ୍ତ ପଶ୍ଚିମାଞ୍ଚଳ ଆସୁଛନ୍ତି, ଦକ୍ଷିଣ ଅଞ୍ଚଳ, ପୂର୍ବାଞ୍ଚଳ, ଆମ ଅନୁଗୁଳ ଜିଲ୍ଲାର ସମସ୍ତେ ଚତୁଃପାର୍ଶ୍ୱରୁ ଆସୁଛନ୍ତି। ତାଙ୍କ ପାଇଁ ସବୁ ପ୍ରକାର ଖାଦ୍ୟପେୟ ସବୁ ଯୋଗାଡ଼ ରହିଛି। ଆତ୍ମା ସେବା ଚାଲିଛି। ଯେତେବେଳେ ସକାଳ ସନ୍ଧ୍ୟା 3 ଟାଇମ୍ ରୋଷେଇ ହେଉଛି, ଖାଉଛନ୍ତି। ଆନନ୍ଦ ଉତ୍ସବରେ ନାମ ଭଜନ କରି ଅଲେଖ ପ୍ରଭୁ ନାମ ଦର୍ଶନ କରୁଛନ୍ତି। ଆଉ ଏହି ମହିମା ମହୋତ୍ସବ ଆମର ଏଇଭଳି 1862 ମସିହାରୁ 64 ମସିହାରୁ ଏମିତି ଚାଲି ଆସିଛି। ଏଠି ବହୁତ ସଂଖ୍ୟାରେ ଭକ୍ତ ସବୁବେଳେ ରୁଣ୍ଡ ହୁଅନ୍ତି। ସେମାନଙ୍କର ଖାଇବା ପିଇବା ରହିବା ବ୍ୟବସ୍ଥା ମଧ୍ୟ ଏଠାରେ ଅଛି। ବହୁତ ଲୋକ ଆସନ୍ତି ଯାଆନ୍ତି, ବହୁତ ଲୋକ ମଧ୍ୟ ଏଠି ରୁହନ୍ତି। ଆଉ ଏଠି ମହିମା ସ୍ୱାମୀଙ୍କ ଦୟାରୁ କାହାର କେବେ କିଛି ବିଶୃଙ୍ଖଳା କେବେ ଘଟିନି। ମନ ଆନନ୍ଦରେ ଖୁସିରେ ଖଞ୍ଜଣି ବାଦ୍ୟରେ ଏ ସମଗ୍ର ଅଞ୍ଚଳ ମୁଖରିତ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ଏ ମହିମା ମହୋତ୍ସବରେ ଲୋକ ଗହଳି ଆଜି ବହୁତ ହେଇଛି। এইভাবে আহুরি 3 দিন গলানি আহুরি 3 দিন এইভাবে মধ্যে মহোৎসব কার্যক্রম চালু রহিব। ভগবানଙ୍କ দয়ারু যাহা দেখুছি সবুআড়ু সাহায্য সহযোগ আসি পৌঁছিছি। আজ আমার এই মহোৎসবের বিধায়ক আম অনুগুল বিধায়ক ইয়ে প্রতাপ প্রীতিময় বাবু এবং বিডিও এবং সেমানে আসি উদ্ঘাটন আজ করে গলে। বর্তমান সাংস্কৃতিক কার্যক্রম চালু রয়েছে। বহু সংখ্যার লোক এতে উপস্থিত হয়েছেন সে সাংস্কৃতিক কার্যক্রমকে উপভোগ করা। মু আশা করুছি এ অনুষ্ঠান এমিতি আগু বড়ি বড়ি চালিব। আজ গুরু ব্রহ্মা অলেখ মহিমাঙ্কর
ये पूजा अवसर रे आज ये महोत्सव ये आंतर्जातिक महिमा महोत्सव ये महोत्सव रे बहुत भक्त महिमा गोसाई को बहुत भक्त ये उपस्थित अच्छा तेणु दिन सारा ये पूजा चली मुझे आशीर्वाद नापी आसती भगवान को पाक आगु आसे कि आज आशीर्वाद नापी आसती आज पूजा भावुँ भगवान को आशीर्वाद मो उपर रहू मु समस्त काम करें जो टीम ये महोत्सव आयोजन कर